ଚାଲନ୍ତୁ ଅଣ୍ଡାରେ ବି ରସଗୋଲା ହୁଏ ମୁଁ କେମିତି କରିଛି ଆପଣମାନଙ୍କୁ କରି ଦେଖାଉଛି। ଆଉ ବର୍ତ୍ତମାନ ମୁଁ ସର୍ଭ କରି ନେଇଛି। ଦେଖନ୍ତୁ ଏ ପୁରା ସେବ୍ ରସଗୋଲା ଟାଇପ୍ର, ଯେମିତି ରସଗୋଲା ପାଣିରେ ଯେମିତି ଫୁଲି ଉଠେ ଇଏ ଝୋଳରେ ବି ସେମିତି ଫୁଲି ଉଠିଛି। ଅଣ୍ଡା ରସଗୋଲା ମୋର ନାଁଟା ଦେଇଛି। ଆପଣମାନଙ୍କୁ ଆଶା କରୁଛି ଏ ରେସିପିଟି ଭଲ ଲାଗିବ। ନମସ୍କାର, ଜୟ ଜଗନ୍ନାଥ। ଆପଣମାନଙ୍କୁ ମୋ ସରୋଜିନୀ କୁକିଂ ଚ୍ୟାନେଲକୁ ମୁଁ ସ୍ୱାଗତ କରୁଛି। ଚାଲନ୍ତୁ ପ୍ରଥମେ ଗୋଟେ ବାଉଲରେ 6ଟି ଅଣ୍ଡାକୁ ମୁଁ ଆଗରୁ ତାକୁ ସବୁ ଫଟେଇ ତା ଭିତରେ ରଖିଦେଇଛି। ତା ଭିତରେ ଦେଖନ୍ତୁ ଗୋଟେ ମୁଁ ଷ୍ଟାଣ୍ଡ ବସେଇଛି, ତା ଭିତରେ କିଛି ତେଲ ଦେଇଛି। ବର୍ତ୍ତମାନ ସେଗୁଡ଼ିକ ଅଣ୍ଡାକୁ ମୁଁ ଏମିତି ସବୁ ଦେଇଦେବି ଷ୍ଟାଣ୍ଡରେ। ତାପରେ ସେକେଣ୍ଡରେ ବର୍ତ୍ତମାନ ଦେଖନ୍ତୁ ଟିକେ ଟିକେ ଓଲଟେଇ ଦେବା। ହେଇଗଲାଣି ଗୋଟେ ସାଇଟ୍। ଏମିତି କଣ୍ଟିନ୍ୟୁ ସବୁ ଓଲଟେଇବା ଧୀରେ ଧୀରେ। ବର୍ତ୍ତମାନ ମୋର ହେଇ ଆସିଲାଣି। ତାପରେ ସବୁ କାଢ଼ିଦେବା ଗୋଟେ ପ୍ଲେଟକୁ। ତାପରେ ଦେଖନ୍ତୁ ସେପଟରେ କଢ଼େଇ ବସେଇ ଅଧ ଚାମଚ ହଳଦୀ ପାଉଡର ପକେଇ ତାପରେ ଆଳୁ 2ଟି ମୁଁ କାଟି ରଖିଥିଲି ତା ଭିତରେ ମୁଁ ଦେଇଦେବି। ଆଉ ପୁରା ସ୍ଲୋଲି ତାକୁ ପୁରା ଭାଜିବି, କାରଣ ଯେହେତୁ ଆଳୁଟା ତା ଭିତରେ ସିଝିବା ଦରକାର ଭଜାରେ। ତାପରେ ମସଲାରେ ଦେଖନ୍ତୁ 2ଟି ପିଆଜ, ତାପରେ ନେଇଛି ଦେଖନ୍ତୁ ଅଦା ରସୁଣ ପେଷ୍ଟ ଆଉ 2ଟି ଟମାଟରକୁ ମୁଁ ଅଧା ହିଁ ଗ୍ରାଇଣ୍ଡର କରିଛି, ଫୁଲ୍ ପ୍ଲେନ୍ ପିଓର ଗ୍ରାଇଣ୍ଡର କରିନି। ତାପରେ ଦେଖନ୍ତୁ ବର୍ତ୍ତମାନ ଡ୍ରାଏ ମସଲାରେ ନେଇଛି ଚିକେନ ମସଲା ଆଉ ଧନିଆ ପାଉଡର 1 ଚାମଚ। ତାପରେ ଦେଖନ୍ତୁ ଆଉ ଅଣ୍ଡା କରି ମସଲା ଏସବୁ ମେଲ୍ଟ କରି ବର୍ତ୍ତମାନ ରଖିଦେବା। କିଛି ଟିକେ ୟୁନିକ୍ କରିଛି, ରଖିବା ଦ୍ୱାରା ଆର ଟିକେ ଅଲଗା ଟେଷ୍ଟ ଆସିବ। ଆଉ ମସଲା ସେମିତି ପକେଇବା, ଆ ଭିତରେ ମେଲ୍ଟ କରି ରଖିବାର ବହୁତ କିଛି ଅଲଗା। ତାପରେ ଅଣ୍ଡା ଗୁଡ଼ିକ ତ ସବୁ ରଖିଦେଲି ପ୍ଲେଟ୍ରେ। ସେପଟରେ କଣ୍ଟିନ୍ୟୁ ଟିକେ କରି ସବୁ ଭାଜୁଥିବା ଆଳୁଟା ଯେମିତି ସିଝିଯିବ। ତାପରେ ଡ୍ରାଏ ମସଲାରେ ନେଇଛି ଦେଖନ୍ତୁ ତେଜପତ୍ର, ଜିରା, ଲବଙ୍ଗ ଆଉ ନେଇଛି ଜାବିତ୍ରୀ ସବୁ ନେଇଥିଲି। ବର୍ତ୍ତମାନ ଦେଖନ୍ତୁ ପିଆଜ ପକେଇଦେବା। ପିଆଜ ପକେଇ ଟିକେ ଫ୍ରାଏ କରିବା। ଫ୍ରାଏ ହେଲା ପରେ ହଳଦୀ ପାଉଡର ଆଉ ଲଙ୍କା ପାଉଡର 1 ଚାମଚ ଦେଇଦେବା। ତାପରେ ଟମାଟୋ ଯେହେତୁ ମୁଁ ହାଫ୍ ଗ୍ରାଇଣ୍ଡର କରିଥିଲି ତାକୁ ବର୍ତ୍ତମାନ ମୁଁ ଦେଇଦେଲି। ତାପରେ ଟିକେ ମସଲା କଷିବା। ତାପରେ ଅଦା ରସୁଣ ପେଷ୍ଟ ତା ଭିତରେ ଦେଇଦେବା। ଆପଣମାନେ ଏହି ପ୍ରଣାଳୀରେ କରନ୍ତୁ, ନିଶ୍ଚିତ ଭଲ ଲାଗିବ ମୁଁ ଆଶା କରୁଛି। ତାପରେ ସେ ଯେଉଁ ମସଲା ଡ୍ରାଏ ମସଲା ସବୁ ରଖିଥିଲେ ମେଲ୍ଟ କରି ବର୍ତ୍ତମାନ ପାଣିରେ ତାକୁ ସବୁ ତା ଉପରେ ଦେଇଦେବା। ମସଲା ମୋର ହେଇସାରିଲା ପରେ ଦେଲା ପରେ ଦେଖନ୍ତୁ ଅଣ୍ଡା ଆଉ ଏ ଯେଉଁ ସବୁ ଆଳୁ ସବୁ ତା ଭିତରେ ଆଡ଼୍ କରି କିଛି ସମୟ ପାଇଁ କଷିବା। ସ୍ୱାଦ ଅନୁସାରେ ଲୁଣ ଟିକେ ପକେଇଦେବା। ଆଉ ଆ ଭିତରେ ମୁଁ ଅଳ୍ପ ହିଁ ପାଣି ଦେବି, ବେଶୀ ପାଣି ଦେବିନି। ତା ଭିତରେ ଦେଖନ୍ତୁ ଏ ଯେଉଁ ଅଣ୍ଡାର ଯେଉଁ ସେପ୍ ଦେଇଛି ରସଗୋଲା ଟାଇପ୍ର, ଇଏ ପୁରା ତା ଭିତରେ ଫୁଲି ଉଠିବ, ଠିକ୍ ରସଗୋଲା ଟାଇପ୍ର ଦେଖାଯିବ ବୋଲି ମୁଁ ଆର ନାଁ ଦେଇଛି ଅଣ୍ଡା ରସଗୋଲା। ବର୍ତ୍ତମାନ ଅଲମୋଷ୍ଟ ମୋର ହେଇଗଲାଣି। ତା ଦେଖନ୍ତୁ କେତେ ସୁନ୍ଦର ଭାବେ ଟମକ ଏଇ ଫୁଲି ଉଠିଛି। ଇଏ ଥିଲା ମୋର ଆଜିର ରେସିପି। ଆଉ ଆଶା କରୁଛି ଆପଣମାନଙ୍କୁ ଭଲ ଲାଗିବ। ତା ଉପରେ ଟିକେ ଧନିଆ ପାଉଡର ଧନିଆ ପତ୍ର ପକେଇ ଟିକେ ଗାର୍ନିସିଂ କରିଦେବା। ଆଉ ବର୍ତ୍ତମାନ କମ୍ପ୍ଲିଟ୍ ତ ହେଇଗଲା। ଆଉ ମୁଁ ସର୍ଭ କରିନେଲି। ଆଉ ଭାତ କିମ୍ବା ରୁଟି ସହିତ ଆପଣମାନେ ଖାଇପାରିବେ। ଯଦି ଆପଣମାନଙ୍କୁ ଏ ରେସିପିଟି ଭଲ ଲାଗୁଛି ସାଙ୍ଗମାନେ, ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ପାଖରେ ଥିବା ବେଲ୍ ଆଇକନ୍ଟିକୁ ବଜାଇ ଦିଅନ୍ତୁ। ଆଉ ମୁଁ ଆପଣଙ୍କ ପାଖରେ ଏମିତି ନୂଆ ଭିଡ଼ିଓ ନେଇକରି ଆସୁଥିବି। ଆପଣମାନଙ୍କ ଭଲ ପାଇବା ସଦା ସର୍ବଦା ମୋ ଉପରେ ଥାଉ। ପୁଣି ଦେଖାବା ନେକ୍ସଟ ଭିଡ଼ିଓରେ। ନମସ୍କାର, ଜୟ ଜଗନ୍ନାଥ।